ଆଜି ଆମ ବାଡ଼ିରେ ବିଲାତି ଫଳିଥିଲା। ଯାହା ବି ହଉ ବହୁତ ଖୁସି ଲାଗିଲା ଦେଖିକିନା। ଏଇଗୁଡ଼ା ଚେରି ଟମାଟୋ ଗୁଡ଼ା, ଆଉ ଅଲଗା ଆମେ ଭାବିଥିଲୁ କିନା ବଡ଼ ବିଲାତି ଥିବ। ମୁଁ ଭାବି ବି ନଥିଲି ଆଜି ଆମ ବାଡ଼ିରେ ଏତେ ସବୁ ଟମାଟୋ ଫଳିଥିବ। ମାନେ ଦେଖିକି ବହୁତ ଖୁସି ଲାଗିଲା। ଯାହା ବି ହଉ ଆମ ବାଡ଼ିରେ ଟମାଟୋ ଫଳିଛି। ଏଥିରୁ ଆମ ସବୁକିଛି ତ ହେବ ନାହିଁ, ଅଳ୍ପ କିଛି ତ ମେଣ୍ଟେନାନ୍ସ ହେଇଯିବ। ଯେମିତି ଇଏ ଶାଗ କି ଯେଉଁଥିରେ ହେଲେ ବି ଟିକେ ମିଶି ପାରିବ। ମାନେ କିଲୋ 2 କିଲୋ ତ ବାହାରିନି, ଏଇ ଅଳ୍ପ କେତେ ବାହାରିଛି। ଏତିକିରେ ବହୁତ ଖୁସି ଲାଗୁଛି। ଏ ଚେରି ଟମାଟୋ ଗୁଡ଼ା ନା ଏତେ ଛୋଟ ଛୋଟ ଯେଉଁ ଫଳୁଛି, ମାନେ ଆଉ କହି ହେବନି। ମାନେ ବଡ଼ ଆଉ ହେଉନି। ଆଉ ଏଠି କିଛି ଟମାଟୋ ଫଳିଛି ଦେଖୁଥିବେ, ଆଉ ଏଠି କିଛି ବାଇଗଣ ଫଳିଛି। ଆଜି ବାଇଗଣ କେତେଟା ନେଇଯିବା। ଏଇ ଯେଉଁ କଣ୍ଟା ଜାତୀୟ ବାଇଗଣ ଗୁଡ଼ା ଜମା ବଢ଼ୁନି, ଆଉ ଏଇ ଛୋଟ ଟାଇପ୍ର ହେଇଯାଉଛି। ଆଉ ଏଠି କିଛି ବାଇଗଣ ଫଳିଛି, ଗୋଟେ ଛୋଟ ଛୋଟ ଅଛି। ତାପରେ ଏଠି କିଛି ବାଇଗଣ ଫଳିଛି। ଏମିତି ଗୋଟେ ଦୁଇଟା ମାନେ ଏମିତି ହେଇଯାଉଛି। ମାନେ ସବୁ ତ ହେବନି। ଏଠି ବାଇଗଣ ଫଳିନି। ଏଇ ଗଛରେ ଖାଲି ଗୋଟେ ଫଳିଥିଲା। ତାପରେ ଏଠି କାହିଁ ଫଳ ଦେଇନି। ଏଇ ଗଛରେ ଖାଲି ଗୋଟେ ଫଳ ଦେଇଛି। ହଁ ଦେବ, ଧୀରେ ଧୀରେ ଦେବ। ଏଠି କିଛିଟା ଟମାଟୋ ଫଳିଥିଲା, ଏଠି କିଛି ନେଇଯିବା। ଆଉ ସେମିତି କିଛି ଜମା ଟମାଟୋ ଫଳିନି, ଫଳିଛି କିନ୍ତୁ ପାଚି ନାହିଁ। ଆମ ବାଡ଼ିରେ ଯେଉଁ କୁହନ୍ତି ନା ପୋକ ଗୁଡ଼ା ବହୁତ ହେଇଯାଇଥିଲେ, ସେଥିପାଇଁ ବିଲାତି ଗୁଡ଼ା ବି ଖରାପ ହେଇଯାଇଥିଲା। ଆଉ ବାଇଗଣ ଗଛ ଦେଖୁଥିବେ ଏତେ ବଡ଼ ବଡ଼, କିନ୍ତୁ ତା ଫଳ ହେଉନି। ଏଠି କିଛିଟା ଆମ୍ବ, ଆମେ ଗୋଟେ ଛୋଟ ଗୋଟେ ଆମ୍ବ ଗଛ ଲଗେଇଛୁ, କଲୋନୀ ଆମ୍ବଟା। ସେଟା ଟିକେ ଆମ୍ବ ଦେଇଥିଲା। ଆଜିର ଏତିକି ପରିବା